ଆପଣଙ୍କ ଜୀବନରେ ବାରମ୍ବାର ସମସ୍ୟା ଆସୁଛି, ପ୍ରାର୍ଥନା କରିଲା ପରେ ବି ପରିସ୍ଥିତି ବଦଳୁ ନାହିଁ କି? ତେବେ ଆପଣ ନିହାତି ଭାବୁଥିବେ ପରମେଶ୍ୱର ମୋ ଜୀବନରେ ଏତେ କାହିଁକି ପରୀକ୍ଷାକୁ ଆଉ ପଠାଉଛନ୍ତି। ଏଠି ଗୋଟେ ବିଷୟକୁ ଆମେ ମନେ ରଖିବା ଯେ କେତେକ ପରୀକ୍ଷା ଆମମାନଙ୍କୁ ଭାଙ୍ଗିବା ପାଇଁ ନୁହଁ, କେତେକ ପରୀକ୍ଷା ଆମମାନଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ, ଆମର ବିଶ୍ୱାସ ସ୍ତରକୁ ବଢ଼ାଇବା ପାଇଁ ଅଟେ। ତ ଆଜି ଆମେ ଏହାର ଉତ୍ତର ବାଇବଲରୁ ଜାଣିବା। ଜୟ ଯୀଶୁ ଖ୍ରୀଷ୍ଟ। ପ୍ରିୟ ଭାଇ ଓ ଭଉଣୀମାନେ, ଆଜିର ବାର୍ତ୍ତା ଦ୍ୱାରା ଜୀବନର ଏକ ଗଭୀର ପ୍ରଶ୍ନ ଉତ୍ତରକୁ ଆମେ ଖୋଜିବା ଯେ କାହିଁକି ଆମମାନଙ୍କ ଜୀବନରେ ଆଉ ପରୀକ୍ଷା, କଷ୍ଟ ଆଉ ଦୁଃଖ ଆସିଥାଏ। ସେଥିପାଇଁ 5ଟି ପଏଣ୍ଟକୁ ମୁଁ ବାଛିଛି। ସେ ପଏଣ୍ଟ ଦ୍ୱାରା ଆମେ ଜାଣିପାରିବା ଯେ କାହିଁକି ଆମମାନଙ୍କ ଜୀବନରେ ପରୀକ୍ଷା ଆସିଥାଏ। ପ୍ରଥମ ପଏଣ୍ଟ ହେଉଛି ଯେ ପରୀକ୍ଷା ଆମମାନଙ୍କ ଜୀବନରେ ଆନନ୍ଦ ଆଣେ। ଯଦି ଆମେ ଯାକବ ପୁସ୍ତକ 1 ପର୍ବର 2-4 ପଢ଼ିବା, ଲେଖାଯାଉଛି ଯେତେବେଳେ ତୁମେମାନେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେ ପରୀକ୍ଷାକୁ ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। କାହିଁକି ନା ପରୀକ୍ଷା ଉତ୍ତାରେ କ'ଣ ହବ ନା ଈଶ୍ୱର ଜୀବନ ମୁକୁଟ ଦେବେ। ଜୀବନ ମୁକୁଟ କ'ଣ ନା ପ୍ରଚୁର ଜୀବନ। ଅର୍ଥ ମୋ ଜୀବନରେ ଯଦି ଅଭାବ ଅଛି, ମୋ ଜୀବନରେ ଯଦି ରୋଗ ଅଛି, ମୋ ଜୀବନରେ ଯଦି ଅଭିଶାପ ଅଛି, ଅଶାନ୍ତି ଅଛି, ତାହେଲେ ସେ ପ୍ରଚୁର ଜୀବନ ଦ୍ୱାରା ଆଉ ମୁଁ ମୋ ଜୀବନରେ ଜୀବନକୁ ଆଣିପାରିବି, ରୋଗରୁ ମୁକ୍ତ ହେଇପାରିବି, ଅଭାବରୁ ମୁକ୍ତ ହେଇପାରିବି, ଅଶାନ୍ତିରୁ ମୁକ୍ତ ହେଇପାରିବି। ତ ପରୀକ୍ଷା ଆମର ଜୀବନରେ ଆନନ୍ଦ ଆଣିଥାଏ, କାରଣ ପରୀକ୍ଷା ଉତ୍ତାରେ ଜୀବନ ମୁକ୍ତକୁ ମୁଁ ପାଇଥାଏ। ଦ୍ୱିତୀୟ ବିଷୟ ହେଉଛି ପରୀକ୍ଷା ଆମର ବିଶ୍ୱାସକୁ ଦୃଢ଼ କରିପାରେ। ଯେତେବେଳେ ଆମମାନଙ୍କ ଜୀବନ ନର୍ମାଲ ଚାଲେ, କୌଣସି ପ୍ରକାର ଦୁଃଖ କଷ୍ଟ ନଥାଏ, ସେତେବେଳେ ଆମେ କ'ଣ କରିଥାଉ ନା ପରମେଶ୍ୱରଙ୍କ ଠାରୁ ଆଉ ନିଜ ସମ୍ପର୍କକୁ ବିଚ୍ଛିନ୍ନ କରିକି ଜଗତ ଆଡ଼କୁ ଚାଲିଯାଉ। କିନ୍ତୁ ଯେତେବେଳେ ଆମମାନଙ୍କ ଜୀବନରେ ଦୁଃଖ ଆସେ, କଷ୍ଟ ଆସେ, ପରୀକ୍ଷା ଆସେ, ସେତେବେଳେ ଆମେ ଜଗତ ସମ୍ପର୍କକୁ କାଟିକି ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବାକୁ ଚେଷ୍ଟା କରିଥାଉ। ଅର୍ଥ ଆମମାନଙ୍କ ଜୀବନରେ ଆମେ ବାଇବଲ ପଢ଼ିଥାଉ, ଚର୍ଚ୍ଚକୁ ଯାଇଥାଉ, ପ୍ରାର୍ଥନା କରିଥାଉ, ଆଉ ପ୍ରଭୁଙ୍କୁ ଜାଣିଥିବା ଲୋକମାନଙ୍କ ସହିତ ଉଠା ବସା ବା ସହଭାଗିତା କରିଥାଉ। ଅର୍ଥ ଯେତେବେଳେ ଆମମାନଙ୍କ ଜୀବନରେ ପରୀକ୍ଷା ଆସେ, କଷ୍ଟ ଦୁଃଖ ଆସେ, ଆମକୁ ବିଶ୍ୱାସ ହୋଇଥାଏ, ଦୃଢ଼ ହୋଇଥାଏ। ତୃତୀୟ ବିଷୟ ହେଉଛି ପରୀକ୍ଷା ଆମକୁ ଧୈର୍ଯ୍ୟ ଶିଖାଏ। ପରୀକ୍ଷା କ'ଣ କରେ ନା ଆମ ଭିତରେ ଧୈର୍ଯ୍ୟକୁ ତିଆରି କରେ। ଆଉ ଯେଉଁ ଧୈର୍ଯ୍ୟ ଦ୍ୱାରା ଆମେ ବ୍ୟତିବ୍ୟସ୍ତ ହୋଇନଥାଉ, ଯେଉଁ ଧୈର୍ଯ୍ୟ ଦ୍ୱାରା ଆମେ ବିରକ୍ତ ହୋଇନଥାଉ, ପ୍ରତ୍ୟେକ ବିଷୟ ପାଇଁ ପରମେଶ୍ୱରଙ୍କ ଉପରେ ନିର୍ଭର କରିଥାଉ, ପ୍ରାର୍ଥନା କରିଥାଉ। ପରମେଶ୍ୱର ତାଙ୍କ ଇଚ୍ଛା ଅନୁସାରେ, ତାଙ୍କ ସମୟ ଅନୁସାରେ ଯେଉଁ ଜିନିଷ ଆମକୁ ଦେବାକୁ ଚାହାନ୍ତି, ଆଉ ସେ ଜିନିଷ ପାଇବା ପାଇଁ ଏ ଧୈର୍ଯ୍ୟ ଆମକୁ ସାହାଯ୍ୟ କରିଥାଏ। ଯେମିତି ଅବ୍ରାହମଙ୍କ ବିଷୟ ଦେଖନ୍ତୁ, 75 ବର୍ଷରେ ସେମାନେ ଡାକିଲେ, 100 ବର୍ଷରେ ପିଲା ଦେଲେ, ଅର୍ଥ 25 ବର୍ଷ ସେ ଅପେକ୍ଷା କଲେ। କାହିଁକି କହିଲେ? ତାଙ୍କ ଧୈର୍ଯ୍ୟ ଥିଲା। ପ୍ରିୟ ଭାଇ ଓ ଭଉଣୀମାନେ, ପରୀକ୍ଷା ଆମମାନଙ୍କୁ ଧୈର୍ଯ୍ୟକୁ ତିଆରି କରେ, ଆଉ ଯାହା ଫଳରେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଆଉ ଆମମାନେ ଆଶୀର୍ବାଦ ପାଇବାକୁ ଏ ଧୈର୍ଯ୍ୟ ଆମମାନଙ୍କୁ ବଳ ଦେଇଥାଏ। ଚତୁର୍ଥ ବିଷୟ ହେଉଛି ପରୀକ୍ଷା ଆମମାନଙ୍କ ଜୀବନରେ ସିଦ୍ଧତାକୁ ଆଣେ। ପରୀକ୍ଷା ସିଦ୍ଧତାକୁ ଆମମାନଙ୍କ ଜୀବନରେ ଆଣିଥାଏ। ଅର୍ଥାତ୍ ପାପମୟ ଜୀବନ ଆମେ ଜିଉଁଛୁ, ଯେଉଁ ଅଭିଳାଷମୟ ଜୀବନ ଜିଉଁଛୁ, ଯେଉଁ ଅଧର୍ମମୟ ଜୀବନ ଆମେ ଜିଉଁଛୁ, ସେଠାରୁ ଆମେ ଚାହିଁକି ବି ଅଲଗା ହେଇପାରିନଥାଉ। କିନ୍ତୁ ଏ ପରୀକ୍ଷା ଆମ ଭିତରେ କ'ଣ କରିଥାଏ? ସିଦ୍ଧତାକୁ ସୃଷ୍ଟି କରିଥାଏ, ତିଆରି କରିଥାଏ, ଯାହା ଫଳରେ ପାପରୁ, ଅଭିଳାଷରୁ, ଅଧର୍ମରୁ ଆମେ ଅତି ସହଜରେ ମୁକ୍ତ ହେଇପାରିଥାଉ। କାହିଁକି ନା ପରୀକ୍ଷା ସିଦ୍ଧତାକୁ ଆଣେ ଆଉ ଏ ସିଦ୍ଧତା ଆମମାନଙ୍କୁ ପାପ ଅଭିଳାଷରୁ ମୁକ୍ତ ହେବା ପାଇଁ ସାହାଯ୍ୟ କରେ। 5 ନମ୍ବର ପଏଣ୍ଟ ହେଉଛି ପରୀକ୍ଷା ମଧ୍ୟରେ ପରମେଶ୍ୱରକୁ ଛାଡ଼ିବା ନାହିଁ। ଏହିପରି ଆପଣ ଏ ଭିଡ଼ିଓ ଦେଖୁଛନ୍ତି, ତ ଆପଣ ଏକ ବଡ଼ ପରୀକ୍ଷାରେ ଯାଉଛନ୍ତି। ଏହିପରି ଆପଣ ପ୍ରାର୍ଥନା କରୁଛନ୍ତି, ଆପଣଙ୍କ ପ୍ରାର୍ଥନା ଶୁଣାଯାଉନି। ହୁଏତ ଆପଣ ଭାବୁଛନ୍ତି, ପ୍ରଭୁ କେତେ ଦିନ ମୁଁ ପ୍ରାର୍ଥନା କରିବି, ପ୍ରଭୁ ମୁଁ କେତେ ଦିନ ପରୀକ୍ଷାରେ ରହିବି, ମୋ ପ୍ରାର୍ଥନାର ଉତ୍ତର କେବେ ଆପଣ ଦେବେ? କିନ୍ତୁ ଗୋଟେ କଥା ମୁଁ ଆପଣଙ୍କୁ କହିବି, ହାର ମାନନ୍ତୁ ନାହିଁ, ପ୍ରାର୍ଥନା ଛାଡ଼ନ୍ତୁ ନାହିଁ, ପରମେଶ୍ୱରଙ୍କ ଉପରେ ବିଶ୍ୱାସ ସବୁବେଳେ ରଖନ୍ତୁ। ଯଦି ଆମେ ପ୍ରଥମ ଗ୍ରନ୍ଥିୟ 10 ପର୍ବ 13 ପଦ ପଢ଼ିବା, ଏଠାରେ ଲେଖାଯାଉଛି ଯେ ପରମେଶ୍ୱର ସ୍ୱାଭାବିକ ପରୀକ୍ଷା ବିନା ଅସ୍ୱାଭାବିକ ପରୀକ୍ଷାରେ ଆମକୁ ପରୀକ୍ଷିତ ହେବାକୁ ଅନୁମତି ଦେବେ ନାହିଁ। ଏହାର ଅର୍ଥ ହେଉଛି କ'ଣ ନା ପରମେଶ୍ୱର ଆମ ପ୍ରତି ପରୀକ୍ଷାକୁ ଆଣନ୍ତି ନାହିଁ। ପରୀକ୍ଷା ଆଉ କେହି ଜଣେ ଆଣେ, କିନ୍ତୁ ପରମେଶ୍ୱର ଜାଣନ୍ତି ଯେ ମୋ ପିଲା, ମୋ ବିଶ୍ୱାସୀ କେତେ ସେ ପରୀକ୍ଷାକୁ ସହିପାରିବ, ଆଉ ସେହି ଅନୁସାରେ ସେ ପରୀକ୍ଷାକୁ ଅନୁମତି ଦିଅନ୍ତି। ଆଉ ସବୁଠୁ ବଡ଼ ବିଷୟ ହେଉଛି ପରୀକ୍ଷାରୁ ଆମେ କେମିତି ବାହାରିବୁ,
ବା ପରୀକ୍ଷା ମଧ୍ୟରେ ଆମେ କେମିତି ସ୍ଥିର ହୋଇପାରିବୁ ସେଥିପାଇଁ ସେ କହନ୍ତି ନା ପରୀକ୍ଷାରୁ ବାହାରିବା ପାଇଁ ଆଉ ବାଟ ମଧ୍ୟ ବାହାର କରନ୍ତି ଆଉ ଯାହା ଫଳରେ ଆମେ ସେ ପରୀକ୍ଷାରେ ମଧ୍ୟ ସ୍ଥିର ରହିଥାଉ। ପ୍ରିୟ ଭାଇ ଆଉ ଭଉଣୀମାନେ ପରମେଶ୍ୱର ପରୀକ୍ଷା ଆଣନ୍ତି ନାହିଁ, ପରୀକ୍ଷା ଆଉ କେହି ଜଣେ ଆଣେ, କିନ୍ତୁ ପରୀକ୍ଷାରେ ସ୍ଥିର ରହିବା ପାଇଁ ପରମେଶ୍ୱର ବଳ ଦିଅନ୍ତି ଆଉ ପରୀକ୍ଷାରୁ ବାହାରିବା ପାଇଁ ମଧ୍ୟ ପରମେଶ୍ୱର ବାଟକୁ ବାହାର କରନ୍ତି। ଏକ ଛୋଟ ଉଦାହରଣ ନେବା, ସୁନାକୁ ଶୁଦ୍ଧ କରିବା ପାଇଁ ଆମେ କ'ଣ କରିଥାଉ ନା ନିଆଁରେ ତାକୁ ରଖିଥାଉ, ଯାହା ଫଳରେ କ'ଣ ହୁଏ ନିଆଁ କ'ଣ ତାକୁ ପୋଡ଼ି ଦିଏ, ନିଆଁ ତାକୁ ପୋଡ଼େ ନାହିଁ, ତା ଭିତରେ ଥିବା ଅଶୁଦ୍ଧ ଅପବିତ୍ର ବିଷୟଟାକୁ ପୋଡ଼ି ଜଳି ନଷ୍ଟ କରିଦିଏ ଆଉ ସେ ଶୁଦ୍ଧ ଦେଖାଯାଏ ଆଉ ସେ ଚମକେ। ସେହିଭଳି ଆମଙ୍କ ଜୀବନରେ କଷ୍ଟ ଆସେ, ଦୁଃଖ ଆସେ, ପରୀକ୍ଷା ଆସେ ତ ଆମମାନଙ୍କୁ ସେ ନଷ୍ଟ କରିପାରେନି, କିନ୍ତୁ ଆମ ଭିତରେ ଥିବା ଅଶୁଦ୍ଧ ଅପବିତ୍ର ଜିନିଷକୁ ପାପ ଅଭିଳାଷକୁ ଅଧର୍ମକୁ ନଷ୍ଟ କରେ ଆଉ ଯାହା ଫଳରେ ସୁନା ଯେମିତି ଯୋଗ୍ୟ ହୁଏ ଲୋକମାନଙ୍କର ଦେହରେ ଲାଗିବା ପାଇଁ ଆମେ ମଧ୍ୟ ସେଇଭଳି ଯୋଗ୍ୟ ହେଉଥାଉ ପରମେଶ୍ୱରଙ୍କର ସେବା କରିବା ପାଇଁ। ଯଦି ଆଜିର ବାକ୍ୟ ଆଜିର ବାର୍ତ୍ତା ଆପଣଙ୍କୁ ସ୍ପର୍ଶ କରିଛି ତେବେ ଅତି କମ୍ରେ ଗୋଟେ ଲୋକଙ୍କୁ ଆପଣ ସେୟାର କରନ୍ତୁ ଆଉ କମେଣ୍ଟରେ ଆମେ ଲେଖନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ, ଯେପରି ପରମେଶ୍ୱର ମହିମା ଆଉ ଗୌରବ ହେଇପାରିବ। ପ୍ରଭୁ ଯୀଶୁ ଆପଣଙ୍କୁ ବହୁଳ ମାତ୍ରାରେ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ।